हेलो स्टूडेंट वेलकम टू आवर वाईटी पाठशाला एक्सप्लोर। तो पिला माने आज होचे आमे पढ़िबा हमर अष्टम श्रेणी थिबा भूगोल बहिर प्रथम अध्याय जार नाम होउची कि संबल। आज आमे कोन पढ़िबा ना आज आमे पढ़िबा संबल। तो पिला माने जानिछो संबल काहाको कहा जाय, जानिछो कि नै संबल काहाको कहा जाय। देखो माँ को घर सजाड़िबारे झियो माना और पुओ अंशु साहाଯ୍ୟ କରୁଥାନ୍ତି। माना अंशुକୁ କହିଲା ଦେଖ ଲୁଗାପଟା ବାସନକୁସନ ଧାନ ଚାଉଳ ପାନିଆ ଚେୟାର ଟେବୁଲ ବହିପତ୍ର ଆଦି ସବୁଯାକ ଜିନିଷ ଆମର କିଛି ନା କିଛି ବ୍ୟବହାରରେ ଲାଗୁଛି। ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। କିଏ କହିଲେ? ମା କହିଲେ। ଏଗୁଡ଼ିକ ହିଁ କ'ଣ କୁହାଯାଏ? ଏଗୁଡ଼ିକ ଆମେ ସମ୍ବଳ କହିଥାଉ। ଏଗୁଡ଼ିକ ଆମେ କ'ଣ କହିଥାଉ ନା ଏଗୁଡ଼ିକ ଆମେ ସମ୍ବଳ କହିଥାଉ। ଆବଶ୍ୟକତା ପୂରଣ ପାଇଁ ଆମେ ବ୍ୟବହାର କରୁଥିବା ପଦାର୍ଥ ଗୁଡ଼ିକୁ ହିଁ ଆମେ କ'ଣ କହିଥାଉ ନା ସମ୍ବଳ କହିଥାଉ। ଆମେ କ'ଣ କହିଥାଉ ନା ନିତିଦିନିଆ ଆମେ ଯେକୌଣସି ଜିନିଷ ଆମେ ବ୍ୟବହାର କରିଥାଉ କୌଣସି କାର୍ଯ୍ୟରେ ବି ହଉ, ସେ ଆମର କୌଣସି ଜିନିଷପତ୍ର ପାଖରୁ ନେଇ ବହି ପାଖରୁ ନେଇକି ବହି ବସ୍ତାନୀ ପାଖରୁ ନେଇକି ଆରମ୍ଭ କରିକି ପେନ୍ ସ୍ଲେଟ୍ ଖଡ଼ିବାକୁ ନେଇକି ବାସନକୁସନ ଯେତେ ପ୍ରକାର ସବୁ ଜିନିଷ ଆମେ କ'ଣ କରୁଛୁ ଆମର ବ୍ୟବହାର କରୁଛୁ, ସେଗୁଡ଼ାକୁ ସବୁ ଆମର କୋଉଥିରେ ଯିବ ନା ସେଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ଆମର ସମ୍ବଳ କି ଆମେ ବ୍ୟବହାର କରୁଛେ। ଯେମିତିକି ଆମେ ବ୍ୟବହାର କରୁଛେ କ'ଣ ନା ବ୍ୟବହୃତ ବିଦ୍ୟୁତ ଶକ୍ତି ଦ୍ୱାରା ପଙ୍ଖା ଘୁରୁଛି କି ନାହିଁ, ବିଦ୍ୟୁତ ଶକ୍ତି ସ୍କୁଲକୁ ଯିବା ପାଇଁ ଚଢୁଥିବା ସାଇକେଲ, ଏଗୁଡ଼ା ସବୁ ଗୋଟେ ଗୋଟେ କ'ଣ ନା ଏଗୁଡ଼ା ଗୋଟେ ଗୋଟେ ସମ୍ବଳ। ଜ୍ଞାନ ଆହରଣ ପାଇଁ ପଢୁଥିବା ପୁସ୍ତକ ଆଦି ସବୁ ଯାକ ହିଁ ସମ୍ବଳ। ଆଜି ତୁମ ପାଇଁ ମୁଁ ଘରେ ସ୍ୱାଦିଷ୍ଟ ଘାଣ୍ଟ ତରକାରୀ କରିଛି। ଏଥିରେ ପଡିଥିବା ସବୁଜ ପନିପରିବା ମଧ୍ୟ ଏଗୁଡ଼ା ସବୁଥିରେ କୋଉଥିରେ ଯିବ? ଏଗୁଡ଼ା ସବୁ ହେଉଛି ଗୋଟିଏ ଗୋଟିଏ ସମ୍ବଳ। ପାଣି ବିଦ୍ୟୁତ ଶକ୍ତି ସାଇକେଲ ପନିପରିବା ଓ ପାଠ ବହି ମଧ୍ୟରେ ଏକ ପ୍ରକାର ସମାନତା ରହିଛି। ଏଗୁଡ଼ିକ ତୁମେ ବ୍ୟବହାରରେ ଲଗାଇଛ, ସେଥିପାଇଁ ଏଗୁଡ଼ିକର ଉପଯୋଗିତା ରହିଛି। ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ। ତେବେ କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ଅଂଶୁ ଜାଣିବାକୁ ଚାହିଁଲା। ମା କହିଲେ କି ପିଲାମାନେ ଜାଣିଥାଅ କୌଣସି ପଦାର୍ଥ ସେତେବେଳେ ସମ୍ବଳରେ ପରିଣତ ହୁଏ ଯେତେବେଳେ ଏହାର କୌଣସି କିଛି ମୂଲ୍ୟ ଥାଏ। ପଦାର୍ଥର ବ୍ୟବହାର ବା ଉପଯୋଗିତା ହିଁ ଏହାକୁ ମୂଲ୍ୟ ଦେଇଥାଏ। ପ୍ରତ୍ୟେକ ସମ୍ବଳର କିଛି ନା କିଛି ମୂଲ୍ୟ ଥାଏ, ବୁଝିଲା। ତେଣୁ ସମ୍ବଳ ଆମେ ତାକୁ କହିବା ଯିଏ ଆମର କ'ଣ କୌଣସି କାର୍ଯ୍ୟରେ ତାହାର କ'ଣ ରହିଥାଏ, କୌଣସି କାର୍ଯ୍ୟରେ ତାର ମୂଲ୍ୟ ରହିଥାଏ। ବୁଝୁଛି, ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ସମ୍ବଳ କହିଥାଉ। କିଛି ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି, ଅନ୍ୟ କିଛି ପଦାର୍ଥର ଆର୍ଥିକ ମୂଲ୍ୟ ନଥାଏ। ଉଦାହରଣ ସ୍ୱରୂପ ଧାତବ ପଦାର୍ଥରେ ଆର୍ଥିକ ମୂଲ୍ୟ ରହିଛି, ମାତ୍ର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମି ରୂପର କୌଣସି ଆର୍ଥିକ ମୂଲ୍ୟ ନଥାଏ। ମାର ସ୍ନେହ ମମତା ବିନା ଛୋଟ ଶିଶୁଟିଏ ବଞ୍ଚିବା ଅସମ୍ଭବ। ଏହା ଏକ ଅମୂଲ୍ୟ ସମ୍ବଳ। ପ୍ରତ୍ୟେକ ବ୍ୟକ୍ତିର ଉତ୍ତମ ଚରିତ୍ର ମଧ୍ୟ ଏହିପରି ଏକ ସମ୍ବଳର ଉଦାହରଣ। ତେବେ ଉଭୟ ପ୍ରକାର ସମ୍ବଳର ଗୁରୁତ୍ୱ ରହିଛି ଏବଂ ଉଭୟ ହିଁ ମଣିଷର ଆବଶ୍ୟକତା ପୂରଣ କରିଥାନ୍ତି। କେତେକ ସମ୍ବଳ ସମୟର ଅଗ୍ରଗତି ସହ ଆର୍ଥିକ ମୂଲ୍ୟ ଯୋଗ ହୋଇଥାନ୍ତି। ଉଦାହରଣ ସ୍ୱରୂପ ଜେଜେମାଙ୍କ ଜଡ଼ିବୁଟି ଔଷଧର ଏବେ କୌଣସି ବଜାର ମୂଲ୍ୟ ନାହିଁ। ତେବେ ଏଗୁଡ଼ିକ ଯଦି ହୁଏ ଏବଂ କୌଣସି ମେଡିକାଲ ଫାର୍ମ ଦ୍ୱାରା ବିକ୍ରି କରାଯାଏ ତାହେଲେ ଏଗୁଡ଼ିକ ଆର୍ଥିକ ମୂଲ୍ୟ ହେବ। ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିପାରେ। ଏହି ଦୁଇଟି ଯାକ ମଣିଷର ଆବଶ୍ୟକତା ସହ ସମ୍ପର୍କିତ। ଲୋକମାନେ ନିଜେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ, କାରଣ ସେମାନଙ୍କର ପରିକଳ୍ପନା ଜ୍ଞାନ ପରିଷ୍କାର
ଜ୍ଞାନ, ପରିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୋଇଥାଏ। ପ୍ରତ୍ୟେକ ଆବିଷ୍କାର ଓ ଉଦ୍ଭାବନ ଅନେକର କାରଣ ହୋଇଥାଏ। ଏବେ ଯିବା ଆମେ କଣ ନା ପ୍ୟାଟେଣ୍ଟ କହିଲେ କଣ ନା କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ। ମାନେ ଯେକୌଣସି ଉଦ୍ଭାବନ କରିବ, ଯେକୌଣସି ଜିନିଷଟାକୁ କଣ କରିବ ନା ଯେକୌଣସି ଜିନିଷଟାକୁ ତୁମେ ପ୍ରଥମେ ପରିକଳ୍ପନା କରିବ ବା ତାକୁ ଉଦ୍ଭାବନ ଯେତେବେଳେ କରିବ ତା ଉପରେ ଫୁଲ ଅଧିକାର ରହିଥାଏ, ଯେଟାକି ଆମେ କଣ କହିଥାଉ ନା ପ୍ୟାଟେଣ୍ଟ କହିଥାଉ। ଆବିଷ୍କାର ସହ ରୋଷେଇ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ଆବିଷ୍କାର ହେଲା। ସେହିପରି ଚକର ଉଦ୍ଭାବନ ସମୟାନୁକ୍ରମେ ପରିବହନର ଅତ୍ୟାଧୁନିକ ମାଧ୍ୟମ ବିକାଶରେ ସହାୟକ ହେଲା। ପ୍ରଯୁକ୍ତି ବିଦ୍ୟା ହିଁ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ମାଧ୍ୟମରେ ଜଳସ୍ରୋତରେ ଥିବା ଶକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳରେ ପରିଣତ କରିଛି। ପ୍ରଯୁକ୍ତି ବିଦ୍ୟା କହିଲେ କଣ ନା ସଦ୍ୟତମ ଜ୍ଞାନ କୌଶଳ ବ୍ୟବହାରରେ କାମ କରିବା ବା ଜିନିଷ ପ୍ରସ୍ତୁତ କରିବାକୁ ବୁଝାଏ। ପ୍ରଯୁକ୍ତି ବିଦ୍ୟା କହିଲେ କଣ ନା ତ କୌଣସି ନିଜ ଟ୍ୟାଲେଣ୍ଟକୁ ବ୍ୟବହାର କରିକି ଆମେ କୌଣସି ଗୋଟିଏ ଜିନିଷକୁ ଯଦି ପ୍ରସ୍ତୁତ କରିଥାଉ ତାକୁ ଆମେ କଣ କହିବା ନା ପ୍ରଯୁକ୍ତି ବିଦ୍ୟା କହିବା। ପ୍ରଯୁକ୍ତି ବିଦ୍ୟା ହିଁ ଜଳବିଦ୍ୟୁତ ଶକ୍ତି ଉଦ୍ଭାବନ ମାଧ୍ୟମରେ ଜଳସ୍ରୋତରେ ଥିବା ଶକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳରେ ପରିଣତ କରିଛି। ଯେମିତିକି ଆସିଲା ମା କଣ କଲେ ତାଲିକା କରିଛନ୍ତି କଣ କଣ ଯେମିତି କଣ ନା ସୂତା ଲୁଗା, ଲୁହା ପତର, ମେଧା ଶକ୍ତି, ଔଷଧୀୟ ବୃକ୍ଷ, ଶ୍ରୀଭୂମି, ଗଚ୍ଛିତ କୋଇଲା, ଏଗୁଡା ସବୁ ଗୋଟେ ଗୋଟେ କଣ ଏଗୁଡା ସବୁ ଗୋଟେ ଗୋଟିଏ ସମ୍ବଳର ତାଲିକା କରିଛନ୍ତି। ତାପରେ ଯିବା ଏବେ ଆମେ ସାଧାରଣତଃ ସମସ୍ତ ସମ୍ବଳକୁ ପ୍ରାକୃତିକ, ମାନବକୃତ ଓ ମାନବ ଶ୍ରେଣୀଭୁକ୍ତ କରାଯାଇପାରେ। ସାଧାରଣତଃ ଭାବରେ କେତେ ଭାବେ ବିଭକ୍ତ କରାଯାଇଛି ନା ଦୁଇ। ବୁଝିଲା, ପ୍ରାକୃତିକ ସମ୍ବଳ ଆଉ ଗୋଟେ ହଉଛି ମାନବକୃତ ସମ୍ବଳ। ତ ଏବେ ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ବ୍ୟବହୃତ ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ। ପ୍ରାକୃତିକ ସମ୍ବଳ କହିଲେ କଣ ନା ଯେଟା ଆମକୁ ପ୍ରକୃତିରୁ ମିଳିଥାଏ, ଯେଟା ଆମକୁ ପ୍ରକୃତିରୁ ମିଳିଥାଏ ତାହାକୁ ଆମେ କଣ କହିଥାଉ ନା ପ୍ରାକୃତିକ ସମ୍ବଳ କହିଥାଉ। ଶ୍ୱାସକ୍ରିୟାରେ ବ୍ୟବହୃତ ପବନ, ସୂର୍ଯ୍ୟ ରଶ୍ମି, ନଦୀ ଓ ହ୍ରଦର ଜଳ, ମୃତ୍ତିକା, ଖଣିଜ ପଦାର୍ଥ ଆଦି ସବୁ ପ୍ରାକୃତିକ ସମ୍ବଳ। ଏଗୁଡିକ ମଧ୍ୟରୁ କେତେକ ପ୍ରାକୃତିକ ମୁକ୍ତିଦାନ ସ୍ୱରୂପ ତଥା ସିଧାସଳଖ ବ୍ୟବହାର ଉପଯୋଗୀ ହୋଇଥାଏ। କେତେକ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ଆଉ କେତେକ ବ୍ୟବହାର ଉପଯୋଗୀ ହୋଇନଥାଏ। ଅନ୍ୟ କେତେକ ପ୍ରାକୃତିକ ସମ୍ପଦକୁ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ପଡ଼ିଥାଏ। ସମ୍ପଦ ଆମେ ଜାଣିଲେ ଆମର ସମ୍ପଦ ଦୁଇ ପ୍ରକାର ଗଲା, କିନ୍ତୁ ପ୍ରାକୃତିକ ସମ୍ପଦକୁ ବିକାଶ ସ୍ତର ଓ ବ୍ୟବହାର, ଉତ୍ପତ୍ତି ଓ ଗଚ୍ଛିତ ପରିମାଣ ଏବଂ ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଆମର ପ୍ରାକୃତିକ ସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ରହିଲା ପ୍ରାକୃତିକ ଆଉ ଗୋଟେ ରହିଲା ମାନବକୃତ। ଆମର ଏଇଟା ହଉଛି ସମ୍ପଦ ଦୁଇ ପ୍ରକାର, କିନ୍ତୁ ପ୍ରାକୃତିକ ସମ୍ପଦକୁ ବିକାଶ ସ୍ତର ଓ ବ୍ୟବହାର, ଉତ୍ପତ୍ତି, ଗଚ୍ଛିତ ପରିମାଣ ଏବଂ ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଯେମିତିକି ଗୋଟେ ହଉଛି ପ୍ରକୃତ ସମ୍ବଳ, ଆଉ ଗୋଟେ ହଉଛି ପ୍ରଚ୍ଛନ୍ନ ସମ୍ବଳ, ବା ଗୋଟେ ଏକ୍ଚୁଆଲ ରିସୋର୍ସ, ଆଉ ଗୋଟେ ହଉଛି ପଟେନ୍ସିଆଲ ରିସୋର୍ସ।
ଯେଉଁ ସମ୍ବଳ ଗୁଡ଼ିକର ପରିମାଣ ଓ ମାନ ଜଣାପଡ଼ିଛି ସେଗୁଡ଼ିକ ପ୍ରକୃତ ସମ୍ବଳ। যেগুଡ଼ାକର ଆମେ କ'ଣ କରୁଛେ ନା ତାର ପରିମାଣ ମାନେ ସେ କେତେ ପରିମାଣର ସେଇଠି ସମ୍ବଳ ରହିଛି ତାକୁ ଯଦି ଆମେ ଜାଣିପାରିଲେ ସେଇଟା ହେଉଛି ଆମର ପ୍ରକୃତ ସମ୍ବଳ କୁହାଯାଏ। ବର୍ତ୍ତମାନ ଏହି ସମ୍ବଳ ଗୁଡ଼ିକର ବ୍ୟବହାର କରାଯାଉଛି ତେଣୁ ସେଗୁଡ଼ିକୁ ବିକଶିତ ସମ୍ବଳ କୁହାଯାଏ। ସେଇଟା କ'ଣ ପାଇଁ ବ୍ୟବହାର କରାଯାଉଛି କାହିଁକି ଆମ ଦେଶକୁ ବିକଶିତ କରିବା ପାଇଁ ସେଗୁଡ଼ା ସବୁ ବ୍ୟବହାର କରାଯାଉଛି ତେଣୁ ସେଗୁଡ଼ିକୁ ବିକଶିତ ସମ୍ବଳ କୁହାଯାଏ। ଛୋଟନାଗପୁର ମାଳଭୂମି ଅଞ୍ଚଳର ଧାତବ ଖଣିଜ ଦ୍ରବ୍ୟ ତାଳଚେର ଅଞ୍ଚଳର କୋଇଲା ଉପରତି ସମତଳ ଭୂମିର ଉର୍ବର ମୃତ୍ତିକା ଆଦି ପ୍ରକୃତ ସମ୍ବଳର ଅନ୍ତର୍ଭୁକ୍ତ। ଯେଉଁ ସମ୍ବଳ ଗୁଡ଼ିକର ସଠିକ ପରିମାଣ ଓ ମାନ ଜଣା ନାହିଁ ଏବଂ ଏହା ସୁଦ୍ଧା ବ୍ୟବହାର ଲାଗିନାହିଁ ସେଗୁଡ଼ିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ। ଅର୍ଥାତ୍ ଯେଉଁଗୁଡ଼ାକ ଆମେ ଏତେ ପର୍ଯ୍ୟନ୍ତ ତାକୁ ଖୋଜିକି ତ କୌଣସି ବ୍ୟବହାରରେ ଲଗେଇ ନାହୁଁ ସେଇଟାକୁ କ'ଣ କୁହାଯାଏ ନା ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ। ଏଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର କରାଯାଇପାରେ। ବର୍ତ୍ତମାନ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଏପରି ସମ୍ବଳକୁ ସହଜରେ ବ୍ୟବହାର ଉପଯୋଗୀ କରିହେଉନାହିଁ। ଏଗୁଡ଼ିକ କ'ଣ ଅଛି ପ୍ରଚ୍ଛନ୍ନ ସମ୍ବଳ ଗୁଡ଼ିକ ଏପର୍ଯ୍ୟନ୍ତ ତାକୁ ବ୍ୟବହାର କରାଯାଏନି କି ବି ତାର ଜଣା ନାହିଁ ସେଗୁଡ଼ିକ କେଉଁଠି ରହିଛି ତେଣୁ ଏଗୁଡ଼ିକ ଆମର କ'ଣ ଭବିଷ୍ୟତରେ ବ୍ୟବହାର କରାଯାଇପାରେ। ବୁଝିହେଉଛି ଏଗୁଡ଼ା କ'ଣ କୁହାଯାଏ ନା ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ। ବିକଶିତ ସମ୍ବଳ କହିଲେ ଯେଉଁଟାକୁ ଆମେ ଅଲରେଡ଼ି ଜାଣିଛୁ ଏବଂ ତାକୁ ଆମ ଦେଶର ବିକାଶ ପାଇଁ ତାକୁ ବ୍ୟବହାର କରୁଛେ ସେଗୁଡ଼ିକ କେଉଁଥିରେ ଯାଉଛି ନା ବିକଶିତ ସମ୍ବଳରେ ଯାଉଛି।